ଏଇଟା ଗୋଟେ ଆଖୁ। ଏ ଆଖୁ ତକ ଗୋଟେ ଦଣ୍ଡାରେ ଆଖୁ ଆଣିଛି କିଣିକି କାଲି ଢେଙ୍କାନାଳରୁ 15 ଟଙ୍କା ନେଲା। ଆଜି ଢେଙ୍କାନାଳରୁ ଗୋଟେ ଆଖୁ ଗଜରାଟେ ଆଣିଛି 20 ଟଙ୍କା ନେଲା। କିଏ ଚାଲାକ ଏଥିରୁ? କିଏ ଚାଲାକ? ଆଖୁ ବିକାଳି ଚାଲାକି ନା ସିଏ ଆଖୁ ଆଣିକି ଡାଳକୁ ଗଜରା ଫୋପାଡ଼ି ଦେଲା, ସେ ଗୋଟେଇକି ଆଣିକି ବିକିଦେଲା 20 ଟଙ୍କାରେ, ସେ ଚାଲାକ। ମାଣବସା ଚାଲିଛି, ଗଜରା ଏଇନୁ ପଇସା। ପରିଶ୍ରମ କରିକି ଆଖୁ ଖଣ୍ଡକ ବିକୁଛୁ 15 ଟଙ୍କା, ଇଏ ଶଳା ଗଜରା ଗୋଟେଇକି ଆଣିକି ବିକ୍ରି କରିଦଉଛନ୍ତି 20 ଟଙ୍କା। ଗଦା ହେଇଛି ଗଜରା ଢେଙ୍କାନାଳରେ, ଜବର ଗଜରା। ଏଟା ଆଖୁ ତା ପାଟଟା। ଆମର ଯଦି ଗୋଟେ ପିଲା ଯଦି ହୃଷ୍ଟପୁଷ୍ଟ ପିଲାଟା, ଏଟା ଆମ ପିଲା। ଯଦି ଟିକେ ବିକଳାଙ୍ଗ ହଉଛି କଣ ଆମ ପିଲା ନୁହଁ କି ସେ? ଯଦି ପିଲାଟା କିଛି ହ୍ୟାଣ୍ଡିକ୍ରାଫ୍ଟ ହେଲା, ସେଟା ଆମ ପିଲା ନୁହଁ? ଗଜରା ତଳ ଆଡକୁ ଆଖୁ ଟିକେ ଲାଗିଛି, ଏତିକି ହବ। କାଳେ ଗଜରା ସରିଯିବ, ମୁଁ ସକାଳୁ ଗଜରା କିଣିକି ରଖିଛି। ଆରେ ଖାଇବୁ ଆଖୁ? $15 ଟଙ୍କିଆ ଆଖୁକୁ ଆଜି ଖାଇଲେ ମାଣବସା ଭିତରେ ତାର ପଇସାଟା ଉଠିବ। ମାଣବସା ସରିଲା ପରେ ଖାଇଲେ କିଛି ଲାଭ ନାହିଁ। ଆଣିଛି ନା 15 ଟଙ୍କା ଦେଇକି।